ଭାରତୀୟ ଉପଦ୍ୱୀପରେ ଥିବା ବାସ୍ତୁକଳାର ଚମତ୍କାରିତା ମଧ୍ୟରେ ହାମ୍ପି, ଯାହା ଭାରତୀୟ ବାସ୍ତୁକଳା ମଧ୍ୟରେ ଅନ୍ୟତମ। ଏହା ବିଜୟନଗର ସାମ୍ରାଜ୍ୟର ରାଜଧାନୀ ଥିଲା। ଏହା ଦକ୍ଷିଣ ଭାରତରେ ହିନ୍ଦୁ ସଂସ୍କୃତିର ଏକ ପ୍ରମୁଖ ସ୍ଥାନ ଥିବାବେଳେ ଏଠାରେ ମହାନ ଯୋଦ୍ଧାମାନେ ଶାସନ କରୁଥିଲେ। ହାମ୍ପିକୁ ବର୍ତ୍ତମାନ ଭାରତର ପ୍ରମୁଖ ଐତିହାସିକ ସ୍ଥାନମାନଙ୍କ ମଧ୍ୟରେ ଗଣାଯାଏ। ହାମ୍ପି କର୍ଣ୍ଣାଟକର ବିଜୟନଗର ଜିଲ୍ଲାରେ ଅବସ୍ଥିତ। ଏହା 1536ରୁ 1565 ମଧ୍ୟରେ ଭାରତରେ ଶାସନ କରୁଥିବା ଶାସକମାନଙ୍କର ରାଜଧାନୀ ଥିଲା। ଏହି ଐତିହାସିକ ସ୍ଥାନ ତୁଙ୍ଗଭଦ୍ରା ନଦୀ କୂଳରେ ଗଢ଼ି ଉଠିଥିଲା। ଏଠାରେ ଥିବା ମନ୍ଦିରର କୀର୍ତ୍ତିରାଜି, କୃଷି, ବାଣିଜ୍ୟ ପାଇଁ ଏହା ବେଜିଂ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସହରର ମାନ୍ୟତା ପାଇଥିଲା। ରାମାୟଣ ଏବଂ ପୁରାଣରେ ଏହାକୁ ପାମ୍ପା ଦେବୀ ତୀର୍ଥ ଭାବରେ ଦର୍ଶାଯାଇଛି। ତୃତୀୟ ଶତାବ୍ଦୀ ବେଳକୁ ନିତୁର ଏବଂ ଉଦେଗୋଲାନ ଶିଳାଲେଖ ଅନୁସାରେ ଏହା ସମ୍ରାଟ ଅଶୋକଙ୍କ ସାମ୍ରାଜ୍ୟର ଅଂଶ ଥିଲା। ପରେ ଦଶମ ଶତାବ୍ଦୀ ବେଳକୁ ଚାଲୁକ୍ୟ ସାମ୍ରାଜ୍ୟର ଅଧୀନରେ ରହିଥିଲା। ଏହି ସାମ୍ରାଜ୍ୟକୁ ହରିହର ଏବଂ ବୁକ୍କା ନାମକ ଦୁଇ ଭାଇ ପ୍ରତିଷ୍ଠା କରିଥିଲେ। 1509ରୁ 1529 ମଧ୍ୟରେ କୃଷ୍ଣଦେବରାୟଙ୍କ ଶାସନ କାଳ ମଧ୍ୟରେ ସେ ବିଜୟନଗରର କଳା, ସଂସ୍କୃତି, ବାଣିଜ୍ୟ, କୃଷି ଏବଂ ଶିଳ୍ପକଳାକୁ ଗୁରୁତ୍ୱ ଦେଇଥିଲେ। କୃଷ୍ଣଦେବରାୟଙ୍କ ମୃତ୍ୟୁ ପରେ ବାହ୍ୟ ଶତ୍ରୁମାନଙ୍କର ଆକ୍ରମଣର ପ୍ରଭାବ ବଢ଼ିବାରେ ଲାଗିଲା। 1565 ବେଳକୁ ହିନ୍ଦୁ ଏବଂ ମୁସଲମାନ ରାଜାମାନଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା। ତାଲିକୋଟା ଯୁଦ୍ଧରେ ମୁସଲିମ ସୁଲତାନମାନେ ଆକ୍ରମଣ କରି ସମ୍ପୂର୍ଣ୍ଣ ବିଜୟନଗର ସାମ୍ରାଜ୍ୟକୁ ଧ୍ୱଂସ କରିବା ସହିତ ରାଜା ଆଲିଆରାମ ରାୟଙ୍କୁ ହତ୍ୟା କରି ପ୍ରାୟ 6 ମାସ ପର୍ଯ୍ୟନ୍ତ ହତ୍ୟା ଏବଂ ଲୁଣ୍ଠନର ବିଭୀଷିକା ରଚିଥିଲେ। କୃଷ୍ଣଦେବ ରାୟଙ୍କ ଦ୍ୱାରା ସ୍ଥାପିତ କରାଯାଇଥିବା ସାମ୍ରାଜ୍ୟ ଆଜି ନଷ୍ଟ ହୋଇଯାଇଛି, କିନ୍ତୁ ହାମ୍ପିର ବାସ୍ତୁକଳା ଆଜି ବି ଜୀବିତ ରହିଛି। ଏହି ମହାନ କୀର୍ତ୍ତିରାଜି ମଧ୍ୟରେ ବିଠଲ ଦେବଙ୍କ ମନ୍ଦିର ଭଗବାନ ବିଷ୍ଣୁଙ୍କୁ ସମର୍ପିତ ଥିବାବେଳେ ଏଠାରେ ଥିବା ମଣ୍ଡପ ଏକ ଚମତ୍କାରୀ ବାସ୍ତୁକଳାର ନିଚ୍ଛକ ଉଦାହରଣ ସାଜିଛି। ମଣ୍ଡପରେ ଥିବା ସ୍ତମ୍ଭକୁ ହାତରେ ବାଡ଼େଇବା ଦ୍ୱାରା ଏଥିରୁ ସଙ୍ଗୀତର ସ୍ୱର ବାହାରିଥାଏ। ଏଠାରେ ଥିବା ବିଠଲ ଦେବଙ୍କ ରଥ, ଯାହା ଏକମାତ୍ର ପଥରରେ ନିର୍ମାଣ କରାଯାଇଛି। ବିଜୟନଗର ସାମ୍ରାଜ୍ୟର ମହାନ କୀର୍ତ୍ତିରାଜିମାନଙ୍କ ମଧ୍ୟରେ ବିରୁପାକ୍ଷ ମନ୍ଦିର ଅନ୍ୟ ଏକ ଅବଦାନ। ଏହା ସହିତ ଶ୍ରୀକୃଷ୍ଣଙ୍କ ମନ୍ଦିର ପାର୍ଶ୍ୱରେ ଥିବା ବଡ଼ାବଲିଙ୍ଗ ଏବଂ ନରସିଂହା ମନ୍ଦିର ହାମ୍ପିର ବାସ୍ତୁକଳା ଏବଂ ସୂକ୍ଷ୍ମ କାରୁକାର୍ଯ୍ୟର ଏକ ବିଶେଷ ଉଦାହରଣ। କୃଷ୍ଣଦେବ ରାୟଙ୍କ ଦ୍ୱାରା ନିର୍ମାଣ କରାଯାଇଥିବା ହାମ୍ପିର ସହର ତାର ବାସ୍ତୁକଳା, ବ୍ୟବସାୟ ଏବଂ ବାଣିଜ୍ୟ ପାଇଁ ଶୀର୍ଷରେ ଥିଲା, କିନ୍ତୁ ଆଜି ଏହା ଧ୍ୱଂସାଭିମୁଖୀ। ଏହାର ବାସ୍ତୁକଳା କାରୁକାର୍ଯ୍ୟ ରକ୍ଷା କରିବା ପାଇଁ ୟୁନେସ୍କୋ ଦ୍ୱାରା ଏହାକୁ ବିଶ୍ୱ ଐତିହ୍ୟ ସ୍ଥଳ ଭାବରେ ଘୋଷଣା କରାଯାଇଛି। ଏ ତ ଥିଲା ବିଜୟନଗର ସାମ୍ରାଜ୍ୟର ରାଜଧାନୀ ହାମ୍ପି ବିଷୟରେ କିଛି। ଯଦି ଆପଣଙ୍କୁ ଏ ଭିଡ଼ିଓ ଭଲ ଲାଗିଥାଏ, କମେଣ୍ଟ କରିବା ସହିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରେ ଭୁଲିବେ। ଧନ୍ୟବାଦ।